ଯୋଗ ଦିବସ ପାଳିତ। ସୁନ୍ଦରଗଡ଼ ଜିଲ୍ଲାରେ ବିଶ୍ୱ ଯୋଗ ଦିବସ ଅବସରରେ ସୁନ୍ଦରଗଡ଼ ଓ ରାଉରକେଲାରେ ଯୋଗ ଦିବସ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରାଉରକେଲାରେ ଆର୍ଏମ୍ସି ପକ୍ଷରୁ ସ୍ଥାନୀୟ ଛେଣ୍ଡଠାରେ ମଧୁସୂଦନ ମଣ୍ଡପରେ ଏକ ଯୋଗ ଶିବିର ଆୟୋଜନ କରାଯାଇଥିଲା। ରାଉରକେଲା ବିଧାୟକ ଶାରଦା ନାୟକ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲା ବେଳେ 200ରୁ ଊର୍ଦ୍ଧ୍ୱ ବ୍ୟକ୍ତି ବିଶେଷ ଏଥିରେ ସାମିଲ ହୋଇଥିଲେ। ଶ୍ରୀ ନାୟକ ଏହି ଅବସରରେ କହିଲେ ଯେ ନିରୋଗ ରହିବାକୁ ହେଲେ ଯୋଗ କରିବା ଆବଶ୍ୟକ। ଶାରୀରିକ ଓ ମାନସିକ ସୁସ୍ଥତା ପାଇଁ ନିୟମିତ ଯୋଗାଭ୍ୟାସ କରିବାକୁ ସେ ଆହ୍ୱାନ ଦେଇଥିଲେ। ଏନେଇ ଏକ ଶପଥ ପାଠ ମଧ୍ୟ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଆର୍ଏମ୍ସିର ଡେପୁଟି କମିଶନର ଶ୍ରୀମତୀ ଅନିତା ନାୟକ, ଉପଜିଲ୍ଲାପାଳ ବିଜୟ କୁମାର ନାୟକ, ତହସିଲଦାର ନିବେଦିତା ପ୍ରଧାନ, ଡିଆଇପିଆର୍ଓ ସୀମା ପ୍ରତିମା ଏକା ଯୋଗ ଦେଇଥିଲେ। ସେହିପରି ସୁନ୍ଦରଗଡ଼ର ଭବାନୀ ଭବନ ଖେଳ ପଡ଼ିଆଠାରେ ଯୋଗ ଦିବସ ପାଳନ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ଜୁଏଲ ଓରାମ ଯୋଗ ଦେଇ କହିଲେ ଯେ ଶାରୀରିକ ଓ ମାନସିକ ସୁସ୍ଥତା ପାଇଁ ଯୋଗକୁ ନିଜ ଜୀବନଚର୍ଯ୍ୟାରେ ସାମିଲ କରିବାକୁ ସେ କହିଥିଲେ। ଯୋଗକୁ ଜାତିସଂଘ ମାଧ୍ୟମରେ ବିଶ୍ୱ ଦରବାରରେ ପହଞ୍ଚାଇଥିବାରୁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସେ ଧନ୍ୟବାଦ ଜଣାଇଥିଲେ। ଏଥିରେ ରାଉରକେଲା ଏଡିଏମ୍ ତଥା ଆର୍ଏମ୍ସି କମିଶନର ଆଶୁତୋଷ କୁଲକର୍ଣ୍ଣୀଙ୍କ ସମେତ ଆର୍ଏମ୍ସି ଡେପୁଟି କମିଶନର ଅଜିତ କୁମାର ପଟ୍ଟନାୟକ, ଡିଏସ୍ଓ ଅଭିଜିତ ମହାନ୍ତ ସାମିଲ ହୋଇ ନିୟମିତ ଯୋଗ କରିବାକୁ ଉତ୍ସାହିତ କରିଥିଲେ। ଯୋଗ ପ୍ରଶିକ୍ଷକ ଶଶିଭୂଷଣ ପତି ଯୋଗ ଶିକ୍ଷା ଦେଇଥିଲେ। କଲ୍ୟାଣୀ ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ କ୍ରୀଡ଼ା ଛାତ୍ରାବାସର ଛାତ୍ରଛାତ୍ରୀ, ସ୍ଥାନୀୟ ଜନସାଧାରଣ ଏଥିରେ ଅଂଶଗ୍ରହଣ କରିଥିଲେ। ସେହିପରି ପ୍ରସିଦ୍ଧ ଐତିହାସିକ ବେଦବ୍ୟାସ ପୀଠର ବ୍ୟାସ ମଣ୍ଡପରେ ମଧ୍ୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ହୋଇଯାଇଛି। ସ୍ୱାମୀ ବ୍ରହ୍ମ ସାକ୍ଷାତକାରାନନ୍ଦ ସରସ୍ୱତୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ବେଦବ୍ୟାସ ଉଚ୍ଚ ବିଦ୍ୟାଳୟ, ଗୁରୁକୁଳ ସଂସ୍କୃତ ବିଦ୍ୟାଳୟ ଓ ମହାବିଦ୍ୟାଳୟର 200ରୁ ଅଧିକ ଛାତ୍ରଛାତ୍ରୀ ଓ ଜନସାଧାରଣ ଏଥିରେ ଅଂଶଗ୍ରହଣ କରିଥିଲେ। ଡକ୍ଟର ଉମାକାନ୍ତ ପଣ୍ଡା ଓ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ବାରିକ ପରିଚାଳନାରେ ସହଯୋଗ କରିଥିଲେ। ସେହିଭଳି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ରାଉରକେଲା ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ସ୍ଥାନୀୟ ନେହୁର ପାର୍କ ପରିସରରେ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ପରିବେଶ ବୈଜ୍ଞାନିକ ତଥା ଆଞ୍ଚଳିକ ଅଧିକାରୀ ଡକ୍ଟର ଅନୁପ କୁମାର ମଲ୍ଲିକଙ୍କ ନେତୃତ୍ୱରେ ଇଞ୍ଜିନିୟର କୁମାର ବେହେରାଙ୍କ ସହଯୋଗରେ ସ୍ୱେଚ୍ଛାସେବୀମାନେ ଯୋଗ କରିଥିଲେ। ଯୋଗ ବ୍ୟାୟାମ, ଧ୍ୟାନ, ପ୍ରାଣାୟାମ ଆମର ଶରୀର ତଥା ମନକୁ ସନ୍ତୁଳିତ ରଖିବାରେ ସାହାଯ୍ୟ କରିଥାଏ ବୋଲି ବକ୍ତାମାନେ ମତ ଦେଇଥିଲେ। ପ୍ରାଚୀନ କାଳରୁ ଭାରତୀୟ ପରମ୍ପରାରେ ଏହା ଜୀବନଶୈଳୀର ଏକ ଅଂଶବିଶେଷ ହୋଇଆସିଛି ବୋଲି ଅତିଥିମାନେ ଆଲୋକପାତ କରିଥିଲେ। ଯୋଗ ପ୍ରଶିକ୍ଷକ ପରଶୁରାମ ମଲ୍ଲିକ, ପରିବେଶ ଯନ୍ତ୍ରୀ ବିଜୟ କୁମାର ଭୋଇ, ଇଞ୍ଜିନିୟର ରମଣୀ ରଞ୍ଜନ ଦାସ, ଇଞ୍ଜିନିୟର ଚନ୍ଦ୍ରଶେଖର ଚୌହାନ, ରଜତ କୁମାର ସେଠୀ, ସହକାରୀ ପରିବେଶ ବୈଜ୍ଞାନିକ ଶ୍ରୀ ସୌମ୍ୟରଞ୍ଜନ ପ୍ରଧାନ, ପ୍ରଜ୍ଞା ଜ୍ୟୋତି ସେନାପତି, ଯନ୍ତ୍ରୀ ପ୍ରୀତମ କୁମାର ପତି, ଓଏସ୍ଟି ବିଭୂତିଭୂଷଣ ମହନ୍ତ, ବୋର୍ଡର ଅନ୍ୟ ଅଧିକାରୀ ଓ ଷ୍ଟାଫ୍ ଏଥିରେ ଯୋଗ ଦେଇଥିଲେ। ବ୍ୟୁରୋ ନ୍ୟୁଜ୍ ଓଡ଼ିଶା କଥା ୟୁଟ୍ୟୁବ୍ ଚ୍ୟାନେଲଟିକୁ ଆପଣମାନେ ଦେଖୁଛନ୍ତି। ମତାମତ ଦିଅନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଓ ସେୟାର ମଧ୍ୟ କରନ୍ତୁ।